Hello and good evening everyone. ମୁଁ ତମର ଇଂଲିଶ ଟ୍ୟୁଟର ପ୍ରତୀଚି ତମକୁ ୱେଲକମ୍ କରୁଛି ଏଇ ଟ୍ୟୁସନକୁ। ଆଜି ଆମେ ପଢ଼ିବା ଅଷ୍ଟମ ଶ୍ରେଣୀ ଇଂଲିଶ ବୁକ୍ର ଲେସନ୍ ନମ୍ବର 4 that is the mountain and the squirrel ଉପରେ। ମାଉଣ୍ଟେନ ମାନେ ପାହାଡ଼ ଜାଣିଛ ଆଉ ସ୍କ୍ୱେରେଲ ମାନେ ହେଉଛି ଗୁଣ୍ଡୁଚି ମୂଷା। ଆଉ ଏଇ ଯୋଉ ପୋଏମଟା ଆମର ଅଛି ଆଜି ସେଟା ଗୋଟେ ବହୁତ ଛୋଟ କୁନି ପୋଏମଟା ଯୋଉଟାକୁ ଆମେ ଫେବଲ୍ ବୋଲି ବି କୁହାଯାଏ। ଏଇଟା ଛୋଟ ବୋଲି ଫେବଲ୍ କୁହାଯାଏନି। ଫେବଲ୍‌ର ମାନେ ହଉଛି ଯୋଉ ପୋଏମ୍ ଥିବ ଯାହା ଦେହରେ ଜୀବଜନ୍ତୁ ସବୁ ଥିବେ ଆଉ ଯୋଉ ପୋଏମ୍‌ର ଏମିତି ମିନିଂ ଥିବ, ଗୋଟେ ମୋରାଲ ଥିବ। ଯୋଉ ପୋଏମ୍‌ଟା ଆମକୁ କିଛି ଶିଖଉଥିବ। ଆଉ ପୋଏମ୍‌ଟା ଗୋଟେ ତମର ଇଂଲିଶ ଲର୍ନ କରିବା ପାଇଁ ନୂଆ କିଛି ଯଦି ୱାର୍ଡ ଶିଖିବା ପାଇଁ ଚାହୁଁଛ କି କିଛି ତମର ଅଲଗା କିଛି ଟିକେ କ୍ରିଏଟିଭ୍ ଜିନିଷ ଶିଖିବା ପାଇଁ ଚାହୁଁଛ ତା ପାଇଁ ଇଂଲିଶ ପୋଏମ୍ସ ଗୁଡ଼ା ବହୁତ ହି ଭଲ। ଆଉ ସ୍ପେଶାଲି ଫେବଲ୍ସ ଗୁଡ଼ା ବିକଜ ସେଥିରେ ମୋରାଲ୍ସ ବି ଥାଏ ଆଉ ସେଗୁଡ଼ା ଆମର ଆନିମଲ୍ସ ମାନେ ରିଲେଟେଡ୍ ନେଚର ରିଲେଟେଡ୍ ବି ଥାଏ ଯୋଉଟା ତମମାନଙ୍କୁ ଶୁଣିବା ପାଇଁ ବି ବହୁତ ଇଣ୍ଟରେଷ୍ଟିଂ ଲାଗିବ। ଷ୍ଟୋରିଜ ବି ଥାଏ ତ ବିଲକୁଲ ବି ଏମିତି ନର୍ମାଲ ପୋଏମ୍ ଭଳି ଟିକେ ଏମିତି ବୋରିଂ ବି ଲାଗିବନି କି କିଛି ନାହିଁ ଆଉ ବହୁତ ଜିନିଷ ଶିଖିବା ପାଇଁ ବି ମିଳିବ, ନୂଆ ୱାର୍ଡସ୍ ବି ଶିଖିବା ପାଇଁ ମିଳିବ। ତ ଚାଲ ଯିବା ପୋଏମ୍ ଉପରକୁ ଆଉ ଦେଖିବା ପୋଏମ୍‌ରେ ସବୁ କଣ କଣ ଲେଖା ହେଇଛି। The Mountain and the Squirrel. The mountain and the squirrel had a quarrel, and the former called the latter Little Prig. One replied, "You are doubtless very big, but all sorts of weather must be taken together to make up a year and a spear." ଆଚ୍ଛା ତ ଏଠି କାହା କାହା ବିଷୟରେ କୁହା ହେଇଛି ଆଗେ ଆମେ ଜାଣିବା ଆଉ କଣ କହିଛନ୍ତି ଆମେ ପୁରା ଏମିତି ପୋଏମ୍‌ର ମିନିଂ ଜାଣିବା ପୂର୍ବରୁ ମୁଁ ତମକୁ ଟିକେ ସର୍ଟରେ ତମକୁ ଏକ୍ସପ୍ଲେନ୍ କରିଦଉଛି। ଏଠି ପାହାଡ଼ ଆଉ ସ୍କ୍ୱେରେଲ ମାନେ ଗୁଣ୍ଡୁଚି ମୂଷା ବିଷୟରେ କୁହା ହେଇଛି। ତାଙ୍କର ଗୋଟେ କନଭରସେସନ ଚାଲିଛି ତ ସେଇ ଉପରେ ଆମର ଏଇ ପୋଏମଟା ଆଧାରିତ। ମାଉଣ୍ଟେନ ଦେଖିବା ପାଇଁ କେମିତି ତମେ ସବୁ ମାଉଣ୍ଟେନ୍ସ ଦେଖିଥିବ, ପାହାଡ଼ ସବୁ ଦେଖିଥିବ, ପାହାଡ଼ ସବୁ ବହୁତ ବଡ଼ ଥାଏ, ବହୁତ ଷ୍ଟ୍ରଙ୍ଗ ଥାଏ। ବଟ୍ ସ୍କ୍ୱେରେଲ ତା ଅପେକ୍ଷା କେତେ ଛୋଟ ଥାଏ, ପୁରା ଏମିତି କୁନିଟେ ଥାଏ। ତ ସ୍କ୍ୱେରେଲ କହୁଛି ମାଉଣ୍ଟେନକୁ କି ତୁ ବହୁତ ବଡ଼ ଆଉ ମାଉଣ୍ଟେନ ତାକୁ ଛୋଟ ହିସାବରେ ଦେଖିକି ତାକୁ ଗୋଟେ ତାର ବହୁତ ସୁପିରିୟରିଟି ଆସିଯାଇଛି ଆଉ ୟାକୁ ଏମିତି ଇନଫିରିୟର ଦେଖୁଛି। ସୁପିରିୟର ମାନେ ହଉଛି ବହୁତ ବଡ଼ ଆଉ ଇନଫିରିୟର ମାନେ ଛୋଟ, ମାନେ କାହାକୁ ଛୋଟ ଦର୍ଶାଇବାକୁ ଇନଫିରିୟର ବୋଲି କୁହାଯାଏ। ତ ସ୍କ୍ୱେରେଲକୁ ମାଉଣ୍ଟେନଟା ବହୁତ ଛୋଟ ଦର୍ଶଉଛି କି ତୁ ତ ହାଇଟରେ ବହୁତ ଛୋଟ, ତୁ ତ ଦେଖିବା ପାଇଁ ଛୋଟ, ତୋର କିଛି କାମରେ ତୁ ଆସିବୁ ନାହିଁ। ବଟ୍ ଏଠି ସ୍କ୍ୱେରେଲ ମାଉଣ୍ଟେନକୁ ବହୁତ ଭଲ ଭାବରେ ବୁଝଉଛି କି ମୁଁ ଦେଖିବା ପାଇଁ ଛୋଟ ହେଇଥାଇପାରେ ବଟ୍ ମୁଁ ମୋ ହିସାବରେ ଯେତିକି କାମ ମୁଁ କରିପାରିବି ତମେ ସେତିକି କରିପାରିବ ନାହିଁ। ଆଉ ସମସ୍ତଙ୍କର ଡିଫରେଣ୍ଟ ୱେ ଥାଏ କାମ କରିବାର। ଏଇଟା ଡିରେକ୍ଟଲି ଆମ ହ୍ୟୁମାନ୍ସ ମାନଙ୍କ ପାଇଁ ବି ଗୋଟେ ଲେସନ୍ କି ଆମେମାନେ ବି ଏମିତି ନା କାହାର ଫିଜିକାଲ ଜଜମେଣ୍ଟ କରିବା କଥା ନାହିଁ। କିଏ ଯଦି ମୋଟା ଅଛି କି କିଏ ପତଳା ଅଛି, ସମସ୍ତଙ୍କର କ୍ରିଏସନ୍ସ ଆମର ସବୁ ଅଲଗା ଅଲଗା ଟାଇପ୍ର ଥାଏ। ଠାକୁର ଆମକୁ ଅଲଗା ୱେରେ କ୍ରିଏଟ୍ କରିଛନ୍ତି। କେହି ଆମ ଭଳିଆ ମୁଁ ଯେମିତି ମୋ ସାଇଡ୍‌ରେ ଯିଏ ବସିଛି ସେ ସେମିତି ହେଇପାରିବନି କି ତା ସାଇଡ୍‌ରେ ଯିଏ ବସିଛି ସେ ସେମିତି ନୁହେଁ। ଆମର ସମସ୍ତଙ୍କର ଫିଜିକାଲ ଚେଞ୍ଜେସ୍ ଅଲଗା, ଦେଖିବା ପାଇଁ ଆମେ ଡିଫରେଣ୍ଟ, ଆମର କ୍ୱାଲିଟିଜ୍ ଗୋଟେ ଡିଫରେଣ୍ଟ, ଆମ ବିହେଭିୟର୍ସ ଗୋଟେ ଡିଫରେଣ୍ଟ। ତ ସମସ୍ତଙ୍କର ସବୁ ୱେରୁ ସବୁ ଡିଫରେଣ୍ଟ ଥାଆନ୍ତି। କାହାର ଗୀତ କିଏ ବହୁତ ଭଲ ଗାଏ, କିଏ ବହୁତ ଭଲ ଡାନ୍ସ କରେ, କିଏ ବହୁତ ପୋଏଟ୍ରି ବନାଏ, କିଏ ଭଲ ରାଇଟିଂ କରେ। ତ ଏମିତି ସମସ୍ତଙ୍କର କ୍ୱାଲିଟିଜ୍ ଏକ ଦୁସରେ ସହ ଡିଫରେଣ୍ଟ ହୁଏ। ସମସ୍ତଙ୍କର କାହାର ଏମିତି ମିଶେନି, ମ୍ୟାଚ୍ କରେନି। ସମସ୍ତଙ୍କର ୟୁନିକ୍ ନିଜର କ୍ୱାଲିଟିଜ୍ ଥାଏ। ତ ସ୍କ୍ୱେରେଲ ଏଠି ମାଉଣ୍ଟେନକୁ ସେଇଟା ବୁଝିବା ପାଇଁ ଟ୍ରାଏ କରୁଛି। ବଟ୍ ମାଉଣ୍ଟେନ ଏଠି ତା ସହିତ କ୍ୱାରେଲ କରୁଛି, ମାନେ ଫାଇଟ୍ କରୁଛି। କଣ ଫାଇଟ୍ କରିକିନା କଣ କହିବା ପାଇଁ ଚାହୁଁଛନ୍ତି ମାଉଣ୍ଟେନ ଆଉ ସ୍କ୍ୱେରେଲ, ଆମେ ଚାଲ ପୋଏମରେ ପଢିବା। ଦ ମାଉଣ୍ଟେନ ଆଣ୍ଡ ଦ ସ୍କ୍ୱେରେଲ ହ୍ୟାଡ୍ ଅ କ୍ୱାରେଲ ମାନେ ମାଉଣ୍ଟେନ ପାହାଡ଼ ଆଉ ସ୍କ୍ୱେରେଲ ମାନେ ଗୁଣ୍ଡୁଚି ମୂଷା ତାଙ୍କ ଭିତରେ ଗୋଟେ ଝଗଡ଼ା ହଉଥିଲା। କ୍ୱାରେଲ ମାନେ ହଉଛି ବେହେସ୍ କରିବା ମାନେ ଝଗଡ଼ା କରିବା। ତାପରେ ଦି ଜଣଙ୍କର କୋଉ ଉପରେ ଝଗଡ଼ା ହଉଥିଲେ ତମକୁ କହିଲି ଏବେ। ମାଉଣ୍ଟେନକୁ ବହୁତ ଏମିତି ଇଗୋ ଥିଲା, ତାକୁ ବହୁତ ଗର୍ବ ଥିଲା କି ମୁଁ ବହୁତ ବଡ଼, ସ୍କ୍ୱେରେଲ ଠାରୁ ମୁଁ ବହୁତ ବଡ଼, ବହୁତ ଶକ୍ତିଶାଳୀ, ବହୁତ ଷ୍ଟ୍ରଙ୍ଗ ତାଠୁ। ସେଥିପାଇଁ ସେ ସ୍କ୍ୱେରେଲ ସହିତ ଝଗଡ଼ା କରୁଥିଲେ କି ତୁ କିଛି କାମକୁ ନୁହେଁ। And the farmer called the latter little prig. ଏଠି ଫର୍ମର ମାନେ ବଡ଼କୁ ଫର୍ମର କୁହାଯାଏ। ମାନେ ଏଇ ଆମର ପୋଏମରେ ଫର୍ମର ଏଠି କିଏ ଅଛି, ଆଗେ କାହା ବିଷୟରେ ଲେଖା ହେଇଛି?
माउंटेन विषय आगे लिखा ହେଇଛି ତ ଏଠି माउंटेन को फॉर्मर कुहा ଯାଇଛି ଆଉ लेटर माने होଉଛି जे सेकंड रे आसिला ताकू लेटर कुहा ଯାଇଛି ଆଉ सी कोन कहूची फॉर्मर कहूची लेटर को माने माउंटेन कहूची स्क्वारल को लिटिल प्रिग ओके प्रिग माने होची जहाको माने एमती छोटो कुहा जाय जहाको एमती रूडली एमती कुहा जाय कि तू बहुत छोटो सेमती ताको बहुत छोटो दर्शाया पे ट्राई करछंती तो एठी हाँ माउंटेन स्क्वारल को प्रिग कहूची तापरे स्क्वारल कोन रिप्लाई दोची one replied you are doubtlessly very big but all sorts of weather must be taken together to make up a year and a spare से छोटो ही थे पारे हाइट रे छोटो ही थे पारे माउंटेन ठारो बहुत ही छोटो स्क्वारल बट से ताको कोन कहूची तार गोटे निजरो कॉन्फिडेंस अछि से निज ऊपर बहुत से सेति कॉन्फिडेंट अछि कि तमे जिते बड़ ही थे पारो बट मु मो जोटा काम कर परबी तमे सेटा कर परबो नाही तमे से सेटा कहूची कि तू डाउटलेसली माने नो डाउट कि तमे बहुत बड़ बट ऑल sorts of weather must be taken together to make up a year and a sphere माने ସବୁ ପ୍ରକାରର weather ମିଶିଲେ ହିଁ weather ଆମର ବହୁତ different type ର ଥାଏ ଆମର rainy season ଥାଏ spring ଥାଏ autumn ଥାଏ summer ଥାଏ winter ଥାଏ ସବୁ ମିଶିଲେ ଗୋଟେ year ର ହୁଏ ନା ନାହିଁ ଏମିତି ନଥାଏ କି ସମର ସିଜନଟେ ପୁରା ଗୋଟେ ବର୍ଷ କମ୍ପ୍ଲିଟଲି ଚାଲେ ନେକ୍ସଟ ବର୍ଷ ୱିଣ୍ଟର ସିଜନ ଚାଲେ ସେମିତି ନଥାଏ ଗୋଟେ ଇୟର କମ୍ପ୍ଲିଟ ହବା ପାଇଁ ସବୁ ଡିଫରେଣ୍ଟ ୱେଦର ଆସେ ସବୁ ଡିଫରେଣ୍ଟ ୱେଦର ମିଶିଲେ ହିଁ ଗୋଟେ ଇୟର କମ୍ପ୍ଲିଟ ହୁଏ ଆଣ୍ଡ ସ୍ପିୟର ମାନେ ଏଠି ଗ୍ଲୋବ କୁ କୁହାଯାଇଛି ମାନେ ରାଉଣ୍ଡ ମାନେ ଗୋଟେ ଗ୍ଲୋବ କୁ ମାନେ ଅର୍ଥ କୁ ଆମ ପୃଥିବୀକୁ କୁହାଯାଇଛି କି ଏଗୁଡା ସବୁ ମିଶିଲେ ହିଁ ଯାଇକିନା ଗୋଟେ ଇୟର କମ୍ପ୍ଲିଟ ହୁଏ ଆଉ ଗୋଟେ ସ୍ପିୟର କମ୍ପ୍ଲିଟ ହୁଏ ତ ସିଏ ସେଇଟା ବୁଝେଇବା ପାଇଁ ଚାହୁଁଛି କି ତମର କ୍ୟାଟେଗୋରୀ ଅଲଗା ମୋ କ୍ୟାଟେଗୋରୀ ଅଲଗା ତମର ଯୋଉ କାମ ସେଟା ତମେ ହିଁ କରିପାରିବ ମୋ ଯୋଉଟା କାମ ମୁଁ ହିଁ କରିପାରିବି ଯେମିତି ସମର ସିଜନ୍ସ ରେ କଣ ହୁଏ ଖରା ହୁଏ ରେନି ସିଜନ ରେ ବହୁତ ବର୍ଷା ହୁଏ ଆଉ ଶୀତ ଦିନରେ ୱିଣ୍ଟର ସିଜନ ଆମର ବହୁତ ଶୀତ ହୁଏ ରେନି ସିଜନ ର କାମ ୱିଣ୍ଟର ସିଜନ କରିପାରିବନି କି ୱିଣ୍ଟର ସିଜନ ର କାମ ରେନି ସିଜନ କରିପାରିବନି तो ଏଠି ସେଇଟା କହୁଛି ସ୍କ୍ୱେରେଲ କି ତମେ ମାଉଣ୍ଟେନ ତମେ ବହୁତ ବଡ ତମ କାମଟା ତମେ କରିପାରିବ ଆଉ ମୋ କାମଟା ମୁଁ ହିଁ କରିପାରିବି ତମ କାମ ମୁଁ କରିପାରିବିନି କି ମୋ କାମଟା ତମେ କରିପାରିବନି ଆଉ ଏଇଟା ସେ ଏକ୍ସାମ୍ପଲ ଦେଇକିନା କହିଛି ୱେଦରକୁ ନେଇକି ସେ ଏକ୍ସାମ୍ପଲ ଦେଇକିନା କହିଛି କି ୱେଦର ଯେମିତି ଡିଫରେଣ୍ଟ ର ଥାଇକିନା ସବୁ ମିଶିଲେ ଯାଇକି ଗୋଟେ ଇୟର ଆଉ ଗୋଟେ ସ୍ପିୟର କମ୍ପ୍ଲିଟ କରେ ସେମିତି ହିଁ ଆମ ସମସ୍ତଙ୍କୁ ଏମିତି ମିଶିକିନା କାମ କରିବା କଥା ଯାହାର ଯୋଉଟା ଡ୍ୟୁଟି ସେଇଟା ସିଏ କରିବା କଥା ତ ଏଇଟା ହଉଛି ଆମର ମାଉଣ୍ଟେନ ଆଉ ଏଇଟା ହଉଛି ଆମର ସ୍କ୍ୱେରେଲ ଯାହା ଭିତରେ ଦି ଜଣଙ୍କ ଭିତରେ ଯାହାର କ୍ୱାରେଲ ଚାଲିଛି ମାନେ ଝଗଡା ଚାଲିଛି ତ ଯିବା ଆମର ନେକ୍ସଟ ସ୍ଲାଇଡ କୁ and I think it no disgrace to occupy my place. If I'm not as large as you are not as small as I, and not half so spray. I'll not deny you make a very pretty squirrel track. Talents differ, all is well and wisely put. If I cannot carry forests on my back, neither can you crack a nut. तो ଏଠି କଣ କହିଛି ସ୍କ୍ୱାରେଲ କଣ କହିବା ପାଇଁ ଟ୍ରାଏ କରୁଛି କି ତୁ ମତେ ଯେତେ ଛୋଟ ଦେଖିବା ପାଇଁ କି ଯେତେ ମତେ ଖରାପ ଦର୍ଶାଇବା ପାଇଁ ଟ୍ରାଏ କରୁଛୁ ତୁ ବାକି ମୋ ଜାଗା ତୁ ନେଇପାରିବୁ ନାହିଁ ଆଉ ମତେ ସେଇଟା ନା ଲାଜ ଲାଗୁନି ଡିସଗ୍ରେସ ମାନେ ହଉଛି ସେମ୍ ଫିଲ୍ କରିବା ଖରାପ ଫିଲ୍ କରିବା କି ଲାଜ ଲାଗିବା କି ମତେ ଲାଜ ଲାଗୁନି ମୁଁ ଛୋଟ ବୋଲି ମତେ କିଛି ଖରାପ ଲାଗୁନି ମତେ ଯେମିତି ମତେ ନେଚର ବନେଇଛି ମୁଁ ସେମିତି ହିଁ ହେଇଛି ତ ମତେ ସେଇଟା ପାଇଁ ନେଇକିନା ମୁଁ କିଛି ଗର୍ବ ଅନୁଭବ କରୁନି କି ମତେ ସେଇଟାକୁ ନେଇକିନା କିଛି ଡିସଗ୍ରେସ ଫିଲ୍ ହଉନି ମାନେ କିଛି ଖରାପ ଲାଗୁନି କିଛି ଲାଜ ଲାଗୁନି ଆଉ ତୁ ମୋ ଜାଗାଟା ନେଇପାରିବୁ ନାହିଁ if I'm not as large as you are not as small as I କଣ କହୁଛି କି ମୁଁ ଯଦି ତୋ ଭଳିଆ ସେତିକି ଲମ୍ବା ସେତିକି ଡେଙ୍ଗା ସେତିକି ମାନେ ବହୁତ ଷ୍ଟ୍ରଙ୍ଗ ନୁହେଁ ତୁ ବି ସେମିତି ମୋ ଭଳିଆ ଛୋଟିଆଟେ ନୁହେଁ ମୁଁ ଯୋଉ କାମ କରିପାରିବି ତୁ ସେ କାମ ତ ବିଲକୁଲ ବି କରିପାରିବୁନୁ ସ୍କ୍ୱାରେଲ କହୁଛି ଏଠି ମାଉଣ୍ଟେନ କୁ କି ମୁଁ ତୋ ଭଳିଆ ଲମ୍ବା ଡେଙ୍ଗା ଆଉ ଷ୍ଟ୍ରଙ୍ଗ ନୁହେଁ ମୁଁ ତୋ ଭଳିଆ ଏତେ ଲାର୍ଜ ନୁହେଁ ବଟ୍ ତୁ ବି ମୋ ଭଳିଆ ଏତିକି ସ୍ମଲ୍ ନୁହେଁ କେତେ କନଫିଡେଣ୍ଟ ସହିତ ସେ କହୁଛି ଛୋଟ ହେଲେ କଣ ହେଲା ତାର ନିଜର ସେତିକି ଗୋଟେ କନଫିଡେଣ୍ଟ ଅଛି ତାର ନିଜ ପାୱାର ଉପରେ ସେ ସେତିକି
ମାନେ ସେ ଅଲଗା ଉପରେ ଡିପେଣ୍ଡେଣ୍ଟ ନୁହେଁ କି ମୁଁ ଛୋଟ ବୋଲି ମୋର ମାଉଣ୍ଟେନ ମୋର କାମ କରିଦବ। ସେ ଯେହେତୁ ଡେଙ୍ଗା ବଡ ଅଛି, ଷ୍ଟ୍ରଙ୍ଗ ଅଛି, ସିଏ ମୋ କାମ କରିଦବ। ସେଥିପାଇଁ ସେ କେବେ ଡିପେଣ୍ଡେଣ୍ଟ ନୁହେଁ। ସେ ତାର ନିଜ ଖାଇବା ସେ ନିଜେ ଆରେଞ୍ଜ କରେ, ସେ ନିଜେ ଖାଏ। ଯୁଆଡେ ଯାହା କରିବାର ଅଛି ସେ ତାର ନିଜେ କରେ। And not half so spray. I will not deny you make a very pretty squirrel track. Talents differ, all is well and wisely put. If I cannot carry forests on my back, neither can you crack a nut. ତ ଏଠି ସେ କଣ କହୁଛି କି ମୁଁ ଏଠି ତତେ ଖରାପ କହିବା ପାଇଁ କି ଖରାପ ଦର୍ଶାଇବା ପାଇଁ ଟ୍ରାଏ କରୁନି। ମୁଁ ବହୁତ ଖୁସି, ମୁଁ ସେଟାରେ ମନା କରୁନି। ଡିନାଇ ମାନେ ମୁଁ ମନା କରୁନି କି ତୁ କେତେ ହେଲ୍ପ କରୁଛୁ, ତୁ ବହୁତ ବଢିଆ ସ୍କ୍ୱାରେଲ ଟ୍ରାକ୍ ବନେଇଛୁ। ମାନେ ଏଠି ତୁ ଯୋଉ ମାଉଣ୍ଟେନ ରେ ଯୋଉ ଏମିତି ରାସ୍ତା ଥାଏ ସେ ସେଇଟା କହୁଛି ତୁ ବହୁତ ଭଲ ଆମ ମାନଙ୍କ ପାଇଁ ସ୍କ୍ୱାରେଲ୍ସ ମାନଙ୍କ ପାଇଁ ତମର ଯୋଉ ଟ୍ରାକ୍ ମାନେ ଯୋଉ ପଥଟା ଅଛି ରାସ୍ତାଟା ଅଛି ଉପରକୁ ଯିବା ପାଇଁ ସେଇଟା ବହୁତ ଭଲ ଅଛି। ମୁଁ ତୋର ସେଇଟା କଥାକୁ ମନା କରୁନି। ଏଠି ମାନେ ସ୍କ୍ୱାରେଲ ର ମହାନତାକୁ କେମିତି ଦର୍ଶେଇଛନ୍ତି ପୋଏଟ। ପୋଏଟ କି ଆମର ରାଲ୍ଫ ୱାଲ୍ଡୋ ଏମରସନ। ମିଷ୍ଟର ଏମରସନ ଏଠି ଆମର ସ୍କ୍ୱାରେଲ ର ମହାନତା ବି ଦର୍ଶେଇଛନ୍ତି। ମାନେ ସ୍କ୍ୱାରେଲ କେତେ ଭଲ, ସିଏ ଖାଲି ମାଉଣ୍ଟେନ କୁ ଖରାପ କହୁନି କି ମାଉଣ୍ଟେନ କୁ ଗାଳି ଦଉନି। ସେ ମାଉଣ୍ଟେନ ର ତାର ତା ଏହମିୟତ ଟା ବି ରଖୁଛି, ତା ଇମ୍ପୋର୍ଟାନ୍ସ ଟା ବି ରଖୁଛି, ନିଜର ଇମ୍ପୋର୍ଟାନ୍ସ ଟାକୁ ବି କମ କରିବା ପାଇଁ ଦଉନି। ମାଉଣ୍ଟେନ କୁ ସେଇଟା ସେ ତାର ଇମ୍ପୋର୍ଟାନ୍ସ ବି କହୁଛି ଆଉ ତାକୁ ଥ୍ୟାଙ୍କଫୁଲ ହଉଛି। ଗୋଟେ ଗୋଟେ ଭଲ ୱେରେ ତାକୁ ଏକ୍ସପ୍ଲେନ କରୁଛି କି ତୁ ଆମ ପାଇଁ ବି ବହୁତ କାମ କରୁଛୁ, ଆମ ପାଇଁ ବି ସ୍କ୍ୱାରେଲ ଟ୍ରାକ୍ ବନେଇଛୁ, ରାସ୍ତା ଉପରକୁ ଯିବା ପାଇଁ ଆମ ପାଇଁ ଯୋଉ ବନେଇଛୁ ତା ପାଇଁ ଥ୍ୟାଙ୍କ୍ସ ବୋଲି ସେ ସେଇଟା କହୁଛି ମୁଁ ସେଇଟା ମୁଁ ମନା କରୁନି। ବଟ୍ ଟ୍ୟାଲେଣ୍ଟସ୍ ଡିଫର, ଅଲ୍ ଇଜ ୱେଲ୍ ଆଣ୍ଡ ୱାଇଜଲି ପୁଟ୍। ବାକି ଯୋଉ କ୍ରିଏଟର ଯିଏ ଆମର କ୍ରିଏସନ କରିଛନ୍ତି ସେ ଆମ ସମସ୍ତଙ୍କର ଟ୍ୟାଲେଣ୍ଟ ଡିଫରେଣ୍ଟ ଡିଫରେଣ୍ଟ ୱେରେ ଦେଇଛନ୍ତି। ତୁ ଯୋଉ କାମ କରିପାରିବୁ ସେଟା ମୁଁ କରିପାରିବି ନାହିଁ। ଆଉ ସେ ସେଇଟା ଭାବି ଚିନ୍ତିକିନା ଦେଇଛନ୍ତି। ସେ ପୁରା ୱାଇଜଲି ପ୍ଲାନ୍ କରିକିନା ବହୁତ ବୁଦ୍ଧିମାନ ସହିତ ପ୍ଲାନ୍ କରିକିନା ଯାହାକୁ ଯେମିତି ବୁଦ୍ଧି ଦବା କଥା ସେ ସେମିତି ଦେଇଛନ୍ତି। ତ ପାହାଡର ବୁଦ୍ଧି ଅଲଗା, ପାହାଡର କର୍ମ ଅଲଗା, ଆଉ ସ୍କ୍ୱାରେଲ ର ବୁଦ୍ଧି ଆଉ କର୍ମ ଅଲଗା ବୋଲି ସ୍କ୍ୱାରେଲ ଏଠି ମାଉଣ୍ଟେନ କୁ ବୁଝେଇଛି। If I cannot carry forests on my back, neither can you crack a nut. ତ ଏଠି ସେ ତାକୁ କହୁଛି କି ତୁ ପୁରା ତୋର ପୁରା ଦେହ ସାରା ତୁ ତୋ ପଛରେ ପୁରା ଫରେଷ୍ଟ କୁ ଧରିକିନା ବସଛୁ, ପୁରା ଗୋଟେ ଜଙ୍ଗଲକୁ ତୁ ତୋ ପଛରେ ତୋ ପିଠିରେ ତୁ ତାକୁ କ୍ୟାରି କରିଛୁ। ସେଇ କାମଟା ମୁଁ କରିପାରିବି ନାହିଁ, ସେଇଟା ତୋ କାମ। ତତେ ଠାକୁର ସେମିତି ବନେଇଛନ୍ତି, ଆମର କ୍ରିଏଟର ଯିଏ ସେ ତତେ ସେମିତି ବନେଇଛନ୍ତି କି ତୁ ପଛରେ ତୋର ଏତେ ସାରା ଗଛ ଏତେ ସାରା ଜୀବଜନ୍ତୁକୁ ଫରେଷ୍ଟ କୁ ପୁରା ତୁ ଏମିତି ତୋ ପିଠିରେ କ୍ୟାରି କରୁଛୁ। ବଟ୍ ସେଇ କାମ ମୁଁ କରିପାରିବି ନାହିଁ, ମୁଁ ମୋ ପଛରେ ଗଛ ଧରିକିନା ବୁଲି ପାରିବି ନାହିଁ। ବଟ୍ ନିଦର କ୍ୟାନ୍ ୟୁ କ୍ରାକ୍ ଆ ନଟ୍। ବାକି ମୁଁ ଯୋଉ ସେମାନେ ଗୋଟେ ନଟ୍ ଖାଆନ୍ତି, ଏମିତି ଛୋଟ ଛୋଟ ଏମିତି ଥାଏ ନଟ୍ସ ଗୁଡା ଯୋଉଗୁଡା ତାଙ୍କର ଖାଇବା ଥାଏ। ମାନେ ସେଗୁଡା ଏମିତି ଡ୍ରାଇ ଫ୍ରୁଟ୍ସ ଟାଇପ ର ଥାଏ ଯୋଉଟା ସ୍କ୍ୱେରେଲ୍ସ ମାନେ ଖାଇବା ବହୁତ ପସନ୍ଦ କରନ୍ତି। ତ ସିଏ ସେଇଟା କହିଛି କି ମୁଁ ସେଇ ନଟ୍ ଟାକୁ ଭାଙ୍ଗି ପାରିବି, ବଟ୍ ତୁ ସେଇଟା ଭାଙ୍ଗି ପାରିବୁ ନାହିଁ। ବିକଜ ମାଉଣ୍ଟେନ ସବୁବେଳେ ଷ୍ଟେବଲ ହେଇକିନା ଥାଏ, ଗୋଟେ ଜାଗାରେ ଏମିତି ଥାଏ। ସ୍କ୍ୱାରେଲ ବାକି ଏମିତି ବୁଲି ପାରିବ ପୁରା, ଆଉ ସେ ନଟ୍ କୁ ଆଣି ବି ପାରିବ, କ୍ରାକ୍ ବି କରିପାରିବ, ତାକୁ ଏମିତି ଭାଙ୍ଗି ବି ପାରିବ। ବଟ୍ ତୁ ସେ କାମ କରିପାରିବୁ ନାହିଁ। ଏଠି କଣ ଏକ୍ସପ୍ଲେନ କରିଛନ୍ତି, ଯାହାର ଯାହା ଯେମିତି ଡ୍ୟୁଟି ଅଛି ତାକୁ ସେ ସେମିତି ଫୁଲଫିଲ କରିବା କଥା। କେବେ ନା କାହା ସହିତ କମ୍ପାରିଜନ କରିକି ନା ଅନ୍ୟମାନଙ୍କୁ ଦେଖିକି ଖରାପ ଦର୍ଶେଇବା କି ନିଜେ ଖରାପ ଫିଲ୍ କରିବା କଥା ନୁହେଁ। ମୋରାଲ ଅଫ ଦ ଷ୍ଟୋରି ଏଠି ବହୁତ ଭଲ ଅଛି। ତମେମାନେ ଯଦି ବୁଝିପାରୁଥିବ ଦେନ୍ ୱେଲ୍ ଆଣ୍ଡ ଗୁଡ୍, ନହେଲେ ଏଇଟା ଭଲସେ ଶୁଣିବ। ଏଇଟା ତମ ରିଅଲ ଲାଇଫରେ ଏଇଟା କାମରେ ଦବ। ତମେ ଯଦି ତମର ଫ୍ରେଣ୍ଡ କି ବହୁତ ଭଲ ପଢୁଛି ଦେନ୍ ତମେ ତାକୁ ନେଇକିନା କେବେ ଈର୍ଷା ଭାବ ଆଣିବା କଥା ନୁହେଁ କି ସିଏ ବହୁତ ଭଲ ପଢୁଛି ତ ମୁଁ କାହିଁକି ପଢୁନି। କମ୍ପିଟିସନ ନେଚର ଇଜ ଠିକ ଅଛି, ବଟ୍ ତାକୁ ନେଇକିନା କେବେ ନା ଈର୍ଷା ଭାବ ଆଣିବା କଥା ନୁହେଁ। କି ଯିଏ ଭଲ ପଢୁଛି ସେ ତାକୁ ତାର ଯୋଉ ସାଙ୍ଗ ଯଦି କିଏ ଭଲ ନ ପଢୁଛି ଦେନ୍ ତାକୁ ନେଇକିନା ନା ସେ ଏମିତି ଇଗୋଇଷ୍ଟିକ ହବା କଥା ନୁହେଁ କି ମୁଁ ବହୁତ ଭଲ ପଢୁଛି ମୁଁ କାହିଁ ତା ସହିତ ସାଙ୍ଗ ହେବି। ସେମିତି କହିବା କଥା ନୁହେଁ। ତମେ ଯଦି ଭଲ ପଢୁଛ ଦେନ୍ ତମ ସାଙ୍ଗ ଯଦି ଭଲ ନ ପଢି ପାରୁଛି, ତାର ଯଦି ଠିକ ସେ ମନେ ନ ରହୁଛି କି ସେ କିଛି ବୁଝି ନ ପାରୁଛି, ଦେନ୍ ତମର ସେଇଟା ହଉଛି ତମର ଡ୍ୟୁଟି କି ତମେ ତମ ସାଙ୍ଗକୁ କେମିତି ସାଙ୍ଗରେ ରଖିକି ନା ତାକୁ ମୋଟିଭେଟ କରିବ, ଯୋଉଟା ନ ବୁଝି ପାରୁଛି ତାକୁ ବୁଝେଇବ, ଏକା ସହିତ କ୍ଲାସ ଆଟେଣ୍ଡ କରିବ, ଟିଚର୍ସ ମାନଙ୍କୁ ଡାଉଟ ଏକା ସହିତ ପଚାରିବ, ଏମିତି ନାହିଁ କି ତାକୁ ସାଇଡ କରିଦବ।
ତାକୁ ବୟକଟ୍ କରିଦବ। ତ ସେମ୍ ଗୋଜ୍ ଫର୍ ଯୋଉମାନେ ଖରାପ, ଯୋଉମାନଙ୍କର ଠିକ୍ ସେ ପଢି ପାରୁନାହାନ୍ତି, ଯାହାର ଠିକ୍ ସେ ମନେ ରହୁନି, ଯାହାର ମେମୋରି ପାୱାର କମ୍ ଅଛି, ତ ସେମାନେ ଏମିତି ଫିଲ୍ କରିବା କଥା ନାହିଁ କି ସିଏ ତ ବହୁତ ଭଲ ପଢୁଛି, ତ ସିଏ ବହୁତ ସୁପିରିୟରିଟି କମ୍ପ୍ଲେକ୍ସ ଅଛି ତାର, ତ ଏମିତି ଫିଲ୍ କରିବା କଥା ନୁହେଁ। ତ ଏଇଟା ଆମର ନର୍ମାଲ ଗୋଟେ ଛୋଟ ପୋଏମଟା, ବଟ୍ ଏଥିରେ ବହୁତ ମୋରାଲ ଫ୍ୟାକ୍ଟସ୍ ଅଛି। ଏଠି ସ୍କ୍ୱାରେଲ ଛୋଟ ହେଲେ ବି ମାଉଣ୍ଟେନକୁ ଏତେ ଭଲସେ ବୁଝଉଛି, ଆଉ ମାଉଣ୍ଟେନ ଏତେ ବଡ ହେଲେ ବି ତାର ବୁଦ୍ଧି କମ୍, ଆଉ ସେ ସ୍କ୍ୱାରେଲ ସହିତ ଝଗଡା କରୁଛି। ତ ଏଇଟା ହଉଛି ଆଜିର ଆମର ପୋଏମ, ଆଉ ଆମର ମୋରାଲଟା ବୁଝେଇଲି, ହୋପଫୁଲି ତମେ ସବୁ ବୁଝିଥିବ। ଏବେ ତାହେଲେ ଯିବା ଆମର, ଏଇଟା ରହିଲା ଆମର ମାଉଣ୍ଟେନ, ଆଉ ଏଇଟା ହଉଛି ଆମର ଛୋଟ ସା ସ୍କ୍ୱାରେଲ ହେଲା। ନେକ୍ସଟ ଯିବା ଆମର କମ୍ପ୍ରିହେନସନ କ୍ୱେଶ୍ଚନ୍ସ ଉପରେ। What is the poem about? Poem ଟା କାହା ଉପରେ ଥିଲା? This poem is about a squirrel and a mountain who had a quarrel. The mountain and the squirrel had a quarrel. What does the former refer to and the later? The former refers to the mountain and the latter refers to the squirrel. एटी poem basis रे पचरा जायछि कि former एटी काहाकू कहा जायछि और later काहाकू कहा जायछि. Who started the quarrel? किए start करथिला? The mountain started the quarrel. Mountain एठी झगड़ा start करथिला. Who called whom little prig? The mountain called the squirrel little prig. Did the quarrel take it easy? चुपचाप बसी पड़ले कि हार मानी गले कि से जतबेले माउंटेन ताको एमती कहिला से निजको खराब भाबी कि ना हार मानले कि ना. No, the quarrel didn't take it easy. Next asla, how did he feel about it? He felt insulted about it. मु जदि किछि को कथारे कम नुहे, देन तमे मते काहेकि कहबो तू एमती खराब करछो कि भूल करछो कि कोन, जदि मु किछि भूल न करछि, मोर हाइट शॉट सेटा मोर क्रिएशन मते सेमती ही क्रिएट करा जायछि, तो मु सेटा को नै कि काहेकि खराब फील करबी. बाकी जतले माउंटेन ताको एमती कहले ताको बहुत इंसल्टेड फील कला, बिकॉज़ से सेटा किछि भूल कर नथिला. What makes up a year? All sorts of weather together makes up a year. What makes up the spear? All sorts of weather makes up a year and a spear. Does the squirrel feel inferior to be a tiny creature? Which line tells us this? No, the squirrel didn't feel inferior to be a tiny creature. The line that says this is, and I think it no disgrace to occupy my place. मते किछि लाज लागोनी, किछि खराब लागोनी, मु जदि छोट अछि साइज रे दिन सेथरे मते किछि खराब लागोनी बोली से कहिथिला. आ ताको सेथरे किछि इन्फीरियर फील हो नथला, माने किछि छोट फील हो नथला, किछि खराब फील हो नथला. The mountain is big. What can it do and what cannot? The mountain can carry forests on its back but cannot crack a nut. Mountain पूरा जंगल को ता पिठी धरके बुली पारिबो, बट गोटे छोट नट जोटा बहुत छोट साइज रे थाए, जोटा स्क्वारल खाए, से जिंसटा को भांगी पारिबो नाही. नेक्स्ट असला, the squirrel is small. What can it do and what cannot? The squirrel can crack a nut but cannot carry a forest on its back. से सेमती छोटियाटा, से नट भांगी पारिबो, बट गोटे जंगल टे उठेकी पिठरे बुल पारिबो कि? जंगल छाड़ गोटे गछटे उठेकी पिठरे बुल पारिबो कि? ना, बिकॉज से सेमती बना हेनी. जहार क्रिएशन जेमती से सेही अनुसार ही काम करिबो. What does I in the last two lines refer to? I in the last two lines refer to the squirrel. How are they different from each other? केमती से माने दियन दियन को तो अलगा केमती? Mountain होची बहुत बड़ा और squirrel होची बहुत छोटा. The mountain is very big but the squirrel is very small. What do you mean by all is well? The expression all is well in the poem means all things are wisely created. Wisely put means, the expression wisely put means that the creator has put all the things in the suitable positions. जोटा जेमती जहा को दबा कथा, जेतिके हाइट, जेतिके हेल्थ, जेतिके बुद्धि जहा को दबा कथा से अनुसार दिया हिजे. जेमती आमे ह्यूमंस माने कहंती कि डॉग होची बहुत फेथफुल एनिमल, बहुत वफादार.
ह्यूमन्स मानकर बहुत ही वफादार। सबु एनिमल सेमती नथांती। फॉक्स रो नेचर सेमती बिल्कुल भी न थाए। डॉग और फॉक्स भितर बहुत डिफरेंस थाए। स्नेक को लोक मैंने बहुत डरती। सेमती जो अलग अलग जीवजंतु अच्छा किए ओमनिवरस किए कैनिवरस तो एमती एमती अच्छा सब तो अलग अलग जीव मानकर नेचर अलग अलग थाए। तो सेटा कुहा जायछि कि एठी क्रिएटर जी से वाइजली पुट करछन्ते जहाको जेतिके हाइट दबा कथा जहाको जेतिके हेल्थ दबा कथा जहाको जेतिके माइंड दबा कथा ब्रेन दबा कथा से समस्त को सेही वे रे देछन। नेक्स्ट असला हु टॉक्स मोर इन द पोएम एठी के बेसी कथा कहिछि स्क्वेरल। डू यू थिंक ही इज अ लिटिल बिट क्वारलसम। क्वारलसम माने टिके झगड़ालू की माने टिके बेसी झगड़ा करे की। The squirrel talks more in the poem. No, I don't think the squirrel is quarrelsome. से झगड़ा करथिला कि ना से तो बहुत भलसे निज कथाटाको निज स्टैंड रखुथिला निज कथा को एक्सप्लेन करूथिला ता सामने माउंटेन सामने रे से निज कथा को एक्सप्रेस करथिला। झगड़ा तो तेबे ही थांता जेबे से निज को सबले कंपेयर करिके ना निज को माउंटेन ठारो ऊपर रखी थांता ओ प्रति कथारे ताकू कही थांता जबकि माउंटेन एठी झगड़ा करथिला ताकू लिटिल प्रिग कहूथिला और एमती खराब खराब कहूथिला बट स्क्वारल केबे झगड़ा करू नथिला। नेक्स्ट असला डू वी फाइंड सच पीपल अमंग अस एमती लोक माने हमें आम सामने रे और आखो पाखरे अछंती कि यस सच पीपल कैन आल्सो बी फाउंड अमंग अस एमती लोक माने भी आम आखो पाखरे अछंती। हु ऑफ द टू डू यू लाइक मोर व्हाई तमनको किए पसंद माउंटेन पसंद आसला कि स्क्वारल पसंद आसला। जी क्वारल करूथिला से पसंद आसला कि जे सॉर्ट आउट करथिला से पसंद आसला। मते तो स्क्वारल पसंद आसला। I like the squirrel more than the mountain among the because the squirrel doesn't have the feeling of superiority in it. मते स्क्वारल बहुत पसंद आसला बिकॉज से तार एते जो सुपियोरिटी नेचर थिला माउंटेन पाखरे जोटा तार किंतु सेमती किछि नेचर नथिला आउ सी क्वारल भी करू नथिला। नेक्स्ट असला फाइंड द राइमिंग वर्ड्स इन द पोएम। राइमिंग वर्ड माने जोटा वर्ड डिफरेंट डिफरेंट थिबो बाकी साउंड तंकर कहला बेलको प्रोनाउंसिएशन सेम आस्थबो सिमिलर आस्थबो ताको राइमिंग वर्ड्स बोली कहा जाय। इठी हमर आंसर देखले तुम माने बुझि परिबो। राइमिंग वर्ड्स आर स्क्वारल और क्वारल फार्मर और लेटर प्रिग और बिग वेदर और टुगेदर स्पेयर year disgrace place track back एगुड़ा को राइमिंग वर्ड्स बोली कहा जाए। तम मनकर जति किछि आ रही जाइछि तम माने मते कमेंट सेक्शन रे मते निहाती जणेबो कि एई पार्टटा रही जाइछि कि एई राइमिंग वर्ड्स जति किछि रही जाइछि देन मते सेटा कमेंट सेक्शन रे जणेबो। ठीक अछि होपफुली तम माने एई जो छोटो लिटिल पोएम अछि तार मीनिंग आ तार मोरल दिटा जाको बुझिथिबो आ ताकू निज लाइफ रे अप्लाई करबा को भूलिबोनी। केबे भी काहाकू बड़ कि सान देखिକି ना केबे काहाकू एमती कहबा कथा नुहे। केबे काହାର हेल्थ देखिକି ना केबे काହାର कॉम्प्लेक्शन स्किन कॉम्प्लेक्शन देखिକି ना कहबा कथा नुहे। ठाकुर जहाकू क्रिएटर जहाकू जेमती गढ़िछंती तांको सेमती ही आपणेबा शिखिबा कथा। जे जदि भलसे न पढ़ी पाउछि देन ताको हेल्प करो। जे जदि तमठू पैसा रे टिके कम अछि देन ताको हेल्प करो। जे जदि बेसी अछि तमठारु ताको देखिକି ना केबे ईर्ष्या फील करनी कि जहार बेसी अछि से भी केबे ईर्ष्या फील करे से केबे इगोइस्टिक हबा कथा नुहे कि केबे सेल्फ प्राउड फील करबा कथा नुहे कि मु बहुत भलो पढुछि तो एमाने न पढ़ले मु तांक सहित सांग हेबेनी एमाने तो पढ़ु नांती मु तांक सहित काहेकि मिसिबी। सबु बेले शेयरिंग और केयरिंग मन रे रखिबा कथा तेबे जेके तमे गोटे भलो मनुष्य हे परिबो आ गोटे भलो सिटीजन ऑफ इंडिया हे परिबो। ठीक अछि एबे आसला हमर डिफिकल्ट वर्ड्स। क्वारल माने एन आर्गुमेंट माने गोटे झगड़ा। फार्मर माने द फर्स्ट वन इन द पोएम को एटी फार्मर बोली कहा जायछि। लेटर माने द सेकंड वन इन द पोएम को एटी लेटर बोली कहा जायछि। फार्मर टा माउंटेन और लेटर टा स्क्वारल को कहा जायछि। प्रिग माने अनोइंग बन माने टी स्क्वारल को बन बोली कहा जायछि। डाउटलेस माने नो डाउट
स्पियर माने राउंड इन शेप, डिस्ग्रेस माने लॉस ऑफ रिस्पेक्ट माने ଯାହାର କିଛି ମୋର ଯଦି କିଛି ମାନେ ସ୍କ୍ୱାରେଲ ଏଠି ଡିସଗ୍ରେସ୍ ଫିଲ୍ କରୁଥିଲା, କହୁଥିଲା କି ମତେ ଏଠି ଡିସଗ୍ରେସ୍ ଫିଲ୍ ହଉନି ମାନେ ସେମ୍ ଫିଲ୍ ହଉନି, ମାନେ ମତେ ଏଠି ରେସପେକ୍ଟଫୁଲ ନ ଫିଲ୍ କରିବାର କିଛି ରିଜନ ନାହିଁ, ମତେ ଯେମିତି କ୍ରିଏସନ ବନେଇଛି, କ୍ରିଏଟର ମତେ ଯେମିତି ଗଢିଛନ୍ତି ମୁଁ ସେମିତିରେ ଖୁସି ଅଛି। ସ୍ପ୍ରେ ମାନେ ଆକ୍ଟିଭ, डिनाई माने टू रिफ्यूज, ट्रैक माने पाथ माने जोथिरे स्क्वारल जाउथिला माउंटेन ऊपर, आउ टैलेंट माने होची नेचुरल स्किल। ठीक अछि, एठी सरले डिफिकल्ट वर्ड्स। तुमको आउ किछि जदि पोएम रिलेटेड किछि भी प्रॉब्लम अछि देन मते निहांती कमेंट सेक्शन में पचारिबो, तुम सब क्वेरीज मु सेठी फुलफिल करबे। ठीक अछि, थैंक यू गाइज फॉर लिसनिंग मी सो पेशेंसली। आउ होपफुली तमर ए मोरल टा तमे निज लाइफ रे अप्लाई करबो, और ठीक से रहिबो, ठीक से पढ़िबो, निजर ख्याल रखिबो, निज पेरेंट्स कर ख्याल रखिबो, और पाठ पढ़ा पे बिल्कुल भी भूलिबोनी। ई ट्यूशन को सब्सक्राइब करे